ଆଜିର ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ପ୍ଲସ୍ ଥ୍ରୀର 6 ସେମିଷ୍ଟାର ଓଡ଼ିଆ ଅନର୍ସ ପିଲାମାନଙ୍କ ପାଇଁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ। କାହିଁକିନା ପିଲାମାନେ ଆଜିର ଯେଉଁ ତୁମର DSC ପେପର ଗୁଡ଼ିକ ରହିଛି DSC କ'ଣ DSC 3, ତ ସେଇ DSC 3ରୁ ଆମେ ସମ୍ପୂର୍ଣ୍ଣ ଭାବରେ ତୁମର ଯେତେ ସବୁ ସର୍ଟ କ୍ୱେଶ୍ଚନ୍ ଗୁଡ଼ାକ ଅଛି ହେଲା ଆମେ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିବା। ତ ତୁମର ଫାର୍ଷ୍ଟ ୟୁନିଟ୍ କ'ଣ ରହିଛି ନା ଦେଖ, ତୁମର ଫାର୍ଷ୍ଟ ୟୁନିଟ୍ ରହିଛି ଜଗନ୍ନାଥ ଜଣାଣ। ରାଇଟର କିଏ ନା କବିସୂର୍ଯ୍ୟ ବଳଦେବ ରଥ। ଆଉ ସେମିତି ଆକାଶ ପ୍ରତି, ତାର କବି ହେଉଛନ୍ତି ମଧୁସୂଦନ ରାଓ। ସେହିପରି ଏଇ ଯାତ୍ରାର ସଙ୍ଗୀତ ବୈକୁଣ୍ଠନାଥ ପଟ୍ଟନାୟକଙ୍କର ଏବଂ ମୌସୁମୀ ଯେଉଁଟାକି ରାଧାମୋହନ ପଟ୍ଟନାୟକ। ଯେଉଁ ତୁମର ଚାରୋଟି ଯେଉଁ କ'ଣ କବିତା ଗୁଡ଼ିକ ଅଛି ବା କ'ଣ ପଦ୍ୟ ସାହିତ୍ୟ ଅଛି, ତ ସେଇ ପଦ୍ୟ ସାହିତ୍ୟର ଯେ ସବୁ ସର୍ଟ କ୍ୱେଶ୍ଚନ୍ ଗୁଡ଼ାକ ଆମେ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିବା। ଯେଉଁ କ୍ୱେଶ୍ଚନ୍ ଗୁଡ଼ିକ କି ପରୀକ୍ଷା ପାଇଁ ଉପଯୋଗୀ, ତୁମମାନଙ୍କ ପାଇଁ ଏକ୍ଜାମ୍ରେ ଆସୁଛି, ତ ଆମେ ସେଇ କ୍ୱେଶ୍ଚନ୍ ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିବା। ଯାହାଦ୍ୱାରା ଗୋଟେ ପିଲାଟି ସେ ସମ୍ପୂର୍ଣ୍ଣ ଭାବରେ ସେମାନେ ଯେକୌଣସି ତୁମେ ଭାବନି ଏଗୁଡ଼ା ଖାଲି ଆମେ ପ୍ଲସ୍ 3 6 ସେମିଷ୍ଟାରରେ ଏକ୍ଜାମ୍ ଦେଇଦେବୁ ହେଇଗଲା, ତ ତାହା ନୁହେଁ। ତୁମେ ଯେକୌଣସି ଏଣ୍ଟ୍ରାନ୍ସ ଦିଅ, ଯେତେବେଳେ PG କର, ସେଥିରେ ସବୁବେଳେ ତୁମେ ଏଗୁଡ଼ା କାମରେ ଆସିବ ହେଲା। ତ ଚାଲନ୍ତୁ ଆଉ ଅଧିକ ଅପେକ୍ଷା ଡାଇରେକ୍ଟ ଆରମ୍ଭ କରିବା। ତ ଚାଲନ୍ତୁ ପିଲା ଫାର୍ଷ୍ଟ ତୁମର ଯେଉଁ ଜଗନ୍ନାଥ ଜଣାଣ ଅଛି ତାର ସର୍ଟ କ୍ୱେଶ୍ଚନ୍ ଗୁଡ଼ାକ ଦେଖିବା ହେଲା। ଦେଖନ୍ତୁ ଜଗନ୍ନାଥ ଜଣାଣ କବିତାର କବି କିଏ ଏବଂ ତାଙ୍କୁ କେଉଁ ଉପାଧି ପ୍ରାପ୍ତ ହୋଇଛି? ନା ଜଗନ୍ନାଥ ଜଣାଣ କବିତାର କବି ହେଉଛନ୍ତି କିଏ ନା ବଳଦେବ ରଥ। ତାଙ୍କୁ କବି ସୂର୍ଯ୍ୟ ଉପାଧି ପ୍ରାପ୍ତ ହୋଇଛି। ତାହେଲେ ଆମେ କ'ଣ କହୁ ନା ଯେଉଁ କବି ସୂର୍ଯ୍ୟ ବଳଦେବ ରଥ ହେଲା, ତାଙ୍କୁ କେଉଁ ଉପାଧି ପ୍ରାପ୍ତ ହୋଇଛି ନା କବି ସୂର୍ଯ୍ୟ ଉପାଧି। ଏବେ ଦେଖନ୍ତୁ କବି ସୂର୍ଯ୍ୟ ବଳଦେବ ରଥ କେବେ ଏବଂ କେଉଁଠାରେ ଜନ୍ମଗ୍ରହଣ କରିଥିଲେ? ନା ଦେଖନ୍ତୁ ନା କବି ସୂର୍ଯ୍ୟ ବଳଦେବ ରଥ କେତେ ନା 1889 ଖ୍ରୀଷ୍ଟାବ୍ଦରେ ଗଞ୍ଜାମ ଜିଲ୍ଲାର ବଡ଼ଖେମୁଣ୍ଡି ଗଡ଼ରେ ଜନ୍ମଗ୍ରହଣ କହୁଛି ମାନେ ଗଞ୍ଜାମ ଜିଲ୍ଲାର ବଡ଼ଖେମୁଣ୍ଡି, ମନେ ରହିଲା। ତ ଦେଖିବା କବି ସୂର୍ଯ୍ୟଙ୍କର ପିତା ଓ ମାତାଙ୍କର ନାମ ଉଲ୍ଲେଖ କର। ଯେଉଁ କବି ସୂର୍ଯ୍ୟ କିଏ ନା ଆମର ବଳଦେବ ରଥ, ତ ତାଙ୍କର ପିତା କିଏ? ପିତା ହେଉଛନ୍ତି ଉଜ୍ଜଳ ରଥ, ଜଣେ ପଣ୍ଡିତ ଓ ଲେଖକ ଭାବରେ ମଧ୍ୟ ସେ ସିଦ୍ଧିର ଅଧିକାରୀ ଥିଲେ। ମାତ୍ର 8 ବର୍ଷ ବୟସରେ କବି ସୂର୍ଯ୍ୟ ତାଙ୍କର ମାତାଙ୍କୁ ହରାଇ ମାତାମହ କ'ଣ ତ୍ରିପୁରାରୀ ହତାଙ୍କର ନିକଟରେ ପ୍ରତିପାଳିତ ହୋଇଥିଲେ। ସେ କେତେ ବର୍ଷ ବୟସରେ ତାଙ୍କ ମାତାକୁ ହରାଇଥିଲେ ନା ସେ 8 ବର୍ଷ ବୟସରେ ହେଲା। ତାପରେ ଦେଖନ୍ତୁ କବି ସୂର୍ଯ୍ୟ ରଚନା କରିଥିବା ଅମର କୃତି ଗୁଡ଼ିକର ନାମ ଉଲ୍ଲେଖ କର। କ'ଣ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ, ତା ସହିତ ରତ୍ନାକର ଚମ୍ପୁ, ଚୌପଦୀ ରତ୍ନାକର, କାହାକୁ କହିବା, ତା ସହିତ କ'ଣ ସରସେ କୁହାଯାଉଥାଏ ସିମି, ଜଗତ କେବଳ ଇତ୍ୟାଦି ତାଙ୍କର ସଫର ସୃଷ୍ଟି କ'ଣ ସଫର କୃତି ତାଙ୍କୁ ଅମର ରଖିଛି ହେଲା, ବୁଝିହେଲା। ତାପରେ ଦେଖିବା তোমার 5 নম্বরে କ'ଣ ଅଛି ହେଲା। ଦେଖ କବି ବଳଦେବ ରଥ ଅଭିମାନ ଭରା ଭାଷାରେ କାହା ନିକଟରେ କ'ଣ ହୃଦୟର ବ୍ୟାକୁଳତା ପ୍ରକାଶ କରିଛନ୍ତି? ନା ଦେଖନ୍ତୁ ବ୍ୟାଜସ୍ତୁତି ଜଡ଼ିଆରେ କବି ଜଗନ୍ନାଥଙ୍କ ନିଜର ହୃଦୟର ବ୍ୟାକୁଳତା ପ୍ରକାଶ କରିଛନ୍ତି। ଦେନ୍ ଦେଖିବା 6 নম্বର କ'ଣ ଅଛି। ଦେଖନ୍ତୁ କ୍ଷୀରମୟ ସିନ୍ଧୁ ଜେମା ଜୀବ ବନ୍ଧୁ ଭାବରେ କାହାକୁ କବି ବର୍ଣ୍ଣନା କରିଛନ୍ତି? ନା ଦେଖନ୍ତୁ ସ୍ୱୟଂ କିଏ ନା ପରମ ବିଷ୍ଣୁ ଜଗତପତି ଭାବରେ କବିତାରେ ଜଗନ୍ନାଥକୁ ବର୍ଣ୍ଣନା କରିଛନ୍ତି। ତାପରେ ଦେଖିବା 7 নম্বର କ'ଣ ଅଛି ନା କବି ନିଜେ କିପରି ପକ୍ଷପାତ ରୀତି ଦ୍ୱାରା କବଳିତ ବୋଲି କ'ଣ ହୃଦବୋଧ ହୋଇଛନ୍ତି? ନା ସମଦୃଷ୍ଟି ସମ୍ପନ୍ନ ପତାକା ବା କ'ଣ ପତିତ ପାବନ ଟେକି କବିଙ୍କୁ ବିପଦରୁ ଉଦ୍ଧାର କରୁନଥିବାରୁ ତାଙ୍କର ହୃଦୟଙ୍ଗମ ହୋଇଛି। ତାପରେ ଦେଖିବା ମହାପ୍ରଭୁଙ୍କର ଚରଣ ପଙ୍କଜ ସ୍ମରଣ କରି କିଏ କେଉଁ ଦାଉରୁ ରକ୍ଷା ପାଇଥାଏ? ନା ଦେଖନ୍ତୁ ମୃଗୟ ବିଦ୍ୱେଷ ଦାଉରୁ ମୃଗ ଯୁବତୀ ମହାପ୍ରଭୁଙ୍କର ଚରଣ ପଙ୍କଜ ସ୍ମରଣ କରି ବିପଦରୁ ରକ୍ଷା ପାଇଲା ବେଳେ କବି ମଧ୍ୟ ପ୍ରଭୁଙ୍କୁ ଡାକି ନିରାଶ ହେବା କଥା କ'ଣ ସ୍ତୁତି କରିଛନ୍ତି। ତାପରେ ଆମେ ଦେଖିବା ହେଲା। ତାପରେ 9 নম্বର କ'ଣ ଅଛି। ଦେଖନ୍ତୁ ଦ୍ରୁପଦ ସୂତ କିଏ? ସେ କେଉଁଠାରେ ବିପଦରେ ପ୍ରଭୁଙ୍କୁ ଧ୍ୟାନ କରୁଥିଲେ? ନା ଦେଖନ୍ତୁ କୁରୁସବାତରେ ଦ୍ରୁପଦ ସୂତା ଦ୍ରୌପଦୀ ଦୁଶାସନ ଦ୍ୱାରା ବିବସ୍ତ୍ର ହେବା ବେଳେ ସେ ବିପଦରେ ପଡ଼ି ମହାପ୍ରଭୁ ଜଗନ୍ନାଥଙ୍କୁ ଧ୍ୟାନ କରି ଉଦ୍ଧାର ପାଇଥିଲେ। ତାପରେ ଦେଖିବା ତୁମର କୁବ୍ଜି ରଜକୀକୁ କିଏ ଦିବ୍ୟ ରୂପ ପ୍ରଦାନ କରିଥିଲେ? ନା ଦେଖନ୍ତୁ ମହାପ୍ରଭୁ କଦାକାର କୁଜିଙ୍କୁ କର ସ୍ପର୍ଶରେ ଦିବ୍ୟ ରୂପ କ'ଣ ପ୍ରଦାନ ପୂର୍ବକ ଜନମନ ଆକର୍ଷଣ କରିଥିଲେ। ତାପରେ ଦେଖିବା ପୂର୍ବ ଅଭିଶପ୍ତ ନରକୁବରଙ୍କୁ କିଏ ବଳ ଦ୍ୱାରା ଉଦ୍ଧାର କରିଥିଲେ? ନା ଦେଖନ୍ତୁ ଦ୍ୱାପର ଯୁଗରେ କୃଷ୍ଣ ଅବତାରରେ ନରକୁବରଙ୍କୁ ବଳ ଦ୍ୱାରା ଗଛ ଉପାଡ଼ି ଉଦ୍ଧାର କରିଥିଲେ। ତାପରେ ଦେଖିବା ଭଗବାନ ଜଗନ୍ନାଥ କୃଷ୍ଣ ରୂପରେ କାହାଠାରୁ ଖୁଦଭଜା ନେଇଥିଲେ? ନା ଦେଖନ୍ତୁ ସୁଦାମା ଦ୍ୱିଜଠାରୁ ଭଗବାନ କୃଷ୍ଣ ଖୁଦଭଜା ଆଗ୍ରହରେ ଖାଇ ବନ୍ଧୁତ୍ୱର ଚରମ ପରାକାଶ ପ୍ରଦର୍ଶନ କରୁଥିଲେ। ତାହେଲେ କିଏ? ସୁଦାମା ହେଲା। କବି ରବି ରାୟଗୁରୁ ଶେଷରେ କେଉଁଠାକୁ ଗତି ବୋଲି ପ୍ରକାଶ କରିଛନ୍ତି? ନା ଦେଖନ୍ତୁ ପତିତ ପାବନ ବାନାଙ୍କର ପ୍ରତି କବି ରବି ରାୟଗୁରୁଙ୍କର ଶେଷ ଇଚ୍ଛା ବୋଲି ପ୍ରକାଶ କରିଛନ୍ତି। ପିଲାମାନେ ଏଇଠି ତୁମର ଜଗନ୍ନାଥ ଜଣାଣ ଯେତିକି ସବୁ ସର୍ଟ କ୍ୱେଶ୍ଚନ୍ ଗୁଡ଼ିକ ଥିଲା ଆମେ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିସାରିଲେ। ଦେନ୍ ତୁମର ନେକ୍ସଟ ୟୁନିଟ୍କୁ ଯିବା। ତ ପିଲାମାନେ ବର୍ତ୍ତମାନ ତୁମର ଯେଉଁ ଆକାଶ ପ୍ରତି କବିତାଟି ଅଛି ସେ ଆକାଶ ପ୍ରତି କବିତାର ସମ୍ପୂର୍ଣ୍ଣ ଭାବରେ କ'ଣ ତୁମର ସର୍ଟ କ୍ୱେଶ୍ଚନ୍ ଗୁଡ଼ାକ ଆଲୋଚନା କରିବା। ଚାଲ ଦେଖ ହେଲା ଆକାଶ ପ୍ରତି କବିତାର କବି କିଏ? ଦେଖନ୍ତୁ ଭକ୍ତ କବି ମଧୁସୂଦନ ରାଓ ଯିଏକି ଆକାଶ ପ୍ରତି କବିତାର କବି ଭାବରେ ପରିଚିତ ଅଟନ୍ତି। ତାପରେ ଦେଖିବା
ଭକ୍ତ କବି ମଧୁସୂଦନ ରାଓ କେବେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ପିତାମାତାଙ୍କ ନାମ କଣ ଥିଲା ନା ଦେଖନ୍ତୁ କେତେ ନା 1803 ସାଲରେ ଜାନୁଆରୀ 29 ତାରିଖ ଶ୍ରୀ ପଞ୍ଚମୀ ଦିନ ଭକ୍ତ କବି ମଧୁସୂଦନ ରାଓ ଯିଏକି ଜନ୍ମଗ୍ରହଣ କରିଥିଲା। ତାଙ୍କର ପିତାଙ୍କର ନାମ ଥିଲା ଭାଗୀରଥୀ ରାଓ ଏବଂ ମାତାଙ୍କ ନାମ ଥିଲା ଅମ୍ବିକା ବାଇ। ତାପରେ ଦେଖିବା ତମର 3 ନମ୍ବର କଣ ଅଛି ମଧୁସୂଦନଙ୍କର ଦ୍ଵାରା ରଚିତ କେତୋଟି କବିତାର ନାମ ଲେଖ। ତ ପିଲାମାନେ ଯେମିତିକି ଜୀବନ ଚିତ୍ରା, ଋଷି ପ୍ରାଣେ ଦେବାବତନର, ହିମାଚଳ ଉଦୟ ଉତ୍ସବ ଆଦି ତାଙ୍କର ଉଚ୍ଚ ପ୍ରଶଂସିତ କବିତା ଗୁଡିକ ହେଲା, ଯାହାକି ଓଡ଼ିଆ ସାହିତ୍ୟର ଗୋଟେ ଗୋଟେ ଯୁଗାନ୍ତକାରୀ ସୃଷ୍ଟି। ତାପରେ ଦେଖିବା ତମର ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ମଧୁସୂଦନଙ୍କର କେଉଁ ପୁସ୍ତକ ଓଡ଼ିଶାର ପୁରପଲ୍ଲୀରେ ସର୍ବାଦୃତ ହୋଇଛି ନା ଦେଖନ୍ତୁ ମଧୁସୂଦନଙ୍କର ବର୍ଣ୍ଣବୋଧ ଓଡ଼ିଶାର ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ସୃଷ୍ଟି ହୋଇଛି। ତାପରେ ଦେଖିବା ଆକାଶ ପ୍ରତି କବିତାଟି କେତୋଟି ପଦରେ ବା ଅଂଶରେ କଣ ବିଭକ୍ତ କରାଯାଇଛି ନା କେତୋଟି ନା 22ଟି ପଦରେ ବା ଅଂଶରେ ବିଭକ୍ତ କରାଯାଇଛି। 22ଟି ହେଲା, ଏଟା ମନେ ରଖ ହେଲା, ଏଟା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଗୁଡାକ। ତାପରେ ଦେଖିବା 6 ନମ୍ବର କଣ ଅଛି ଆମେ ଅଳ୍ପ ଆଲୋଚନା କରିବା, ବେଶୀ ନୁହେଁ, ବହୁତ ଅଳ୍ପ ଅଳ୍ପ ଅଛି ହେଲା। ଦେଖ ସୂର୍ଯ୍ୟ ଚନ୍ଦ୍ର ଓ ତାରା ଏ ସମସ୍ତ ସୃଷ୍ଟି ହେବା ପୂର୍ବରୁ ଜଗତ କିପରି ଥିଲା ବୋଲି କବି ବର୍ଣ୍ଣନା କରିଛନ୍ତି ନା ଦେଖନ୍ତୁ ଜଗତ ସୃଷ୍ଟି ହେବା ପୂର୍ବର କଥା କବି ସ୍ମରଣ କରିଛନ୍ତି ଯେ ସମୟାନୁସାରେ ସମସ୍ତେ ସୃଷ୍ଟି ହୋଇଛନ୍ତି ଏବଂ ଏ ସମସ୍ତ ସୃଷ୍ଟି ହେବା ପୂର୍ବରୁ ସମଗ୍ର ସୃଷ୍ଟି କେବଳ ଅନନ୍ତ ଅନ୍ଧକାରରେ ପରିପୂର୍ଣ୍ଣ ଥିଲା। ତାପରେ ଦେଖିବା 7 ନମ୍ବର କଣ ଅଛି ଦେଖନ୍ତୁ ସର୍ବଶୂନ୍ୟ ଏବଂ ଅନନ୍ତ ଅନ୍ଧକାରପୂର୍ଣ୍ଣ ବ୍ରହ୍ମାଣ୍ଡରେ କେଉଁ ଜଣକ ବିଦ୍ୟମାନ ଥିଲେ ନା ଦେଖନ୍ତୁ ସର୍ବଶୂନ୍ୟ ଏବଂ ଅନନ୍ତ ଅନ୍ଧକାରପୂର୍ଣ୍ଣ ବିଶ୍ୱ ବ୍ରହ୍ମାଣ୍ଡରେ କେବଳ ଜଣେ ବିଦ୍ୟମାନ ଥିଲେ। ସେ ହେଉଛନ୍ତି କିଏ ନା ସର୍ବଶକ୍ତିମାନ ସୃଷ୍ଟିକର୍ତ୍ତା ପରମେଶ୍ୱର। ସେ ଆଦି ଅନାଦି ତା ସହିତ କଣ ପରାତ୍ପର ଏବଂ ପରମେଶ୍ୱର। ତାପରେ ଦେଖିବା 8 ନମ୍ବର ହେଲା ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ ମୁନି ଋଷି ମାନେ କେଉଁ ରୂପରେ ଗ୍ରହଣ କରିଛନ୍ତି ନା ଦେଖ ଭଗବାନ ଚୈତନ୍ୟ ଯୁକ୍ତ ଅର୍ଥାତ୍ ସେ ଅନନ୍ତ କାଳରୁ ଜାଗ୍ରତ ଅବସ୍ଥାରେ ରହିଛନ୍ତି। ତାଙ୍କୁ ମନୁଷ୍ୟ ମାନେ ବ୍ରହ୍ମ ରୂପରେ ଗ୍ରହଣ କରନ୍ତି। ତାଙ୍କୁ ଜାଣିବା ମନୁଷ୍ୟର କଣ ଜ୍ଞାନାତୀତ ହେତୁ ସେ ସନାତନୀ ଅଟନ୍ତି। ତାପରେ ଦେଖିବା ହେଲା ତମର 9 ନମ୍ବର କଣ ଅଛି ହେଲା ଦେଖ ପ୍ରଶାନ୍ତ ବା ନିଶବ୍ଦ ମହାସ୍ରୋତରେ କେତେବେଳେ ତରଙ୍ଗ ସୃଷ୍ଟି ହେଲା ନା ଦେଖନ୍ତୁ ନିଶବ୍ଦ ଅନ୍ଧକାରପୂର୍ଣ୍ଣ ସମଗ୍ର ସୃଷ୍ଟି ଏବଂ ସୃଷ୍ଟିକର୍ତ୍ତାଙ୍କର ଆଦେଶରେ ମହାକାର ସ୍ରୋତର ଜୋର ଭାଗରେ ହଠାତ୍ ପ୍ରଥମ ତରଙ୍ଗ ସୃଷ୍ଟି ହୋଇଥିଲା। ତାପରେ ଦେଖିବା ପରାତ୍ପର ପରମେଶ୍ୱରଙ୍କର ଆଦେଶରେ ଆକାଶ କକ୍ଷରେ କଣ ଉଦ୍ଭାସିତ ହେଲା ନା ଦେଖନ୍ତୁ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କର ଆଦେଶରେ ଆକାଶ କକ୍ଷରେ ଆଲୋକର ଦ୍ୟୁତି ଉଦ୍ଭାସିତ ହେଲା। ତାପରେ ଦେଖିବା ଅନନ୍ତ ଅନ୍ଧକାର ପରିପୂର୍ଣ୍ଣ ଆକାଶରେ ଆଲୋକର ପ୍ରଥମ ପ୍ରକାଶ କିପରି ଦେଦୀପ୍ୟମାନ ହୋଇଥିଲା ନା ଦେଖନ୍ତୁ ଶିବଙ୍କର ମସ୍ତକରେ ଥିବା କେଶ ରାଶି ମଧ୍ୟରେ ମନ୍ଦାକିନୀର ଶୁଭ୍ର ସ୍ରୋତର ପ୍ରବାହ ପ୍ରତୀୟମାନ ହେଲା ପରି ପରିଦୃଶ୍ୟ ହୋଇଥାଏ। ତାପରେ ଦେଖିବା ହେଲା ସରି ତୁମର ସରିନି ଆହୁରି ଅଛି ଦେଖ ତମର ପୃଥିବୀକୁ ଦେଖିବା ସହିତ ଆମର ପୃଥିବୀରେ ଥିବା ଜଳ ସ୍ତର ଏବଂ ବାୟୁ ପ୍ରଭୃତିକୁ କିଏ ପ୍ରଥମେ କଣ ଅବଲୋକନ କରିଛି ନା ଦେଖନ୍ତୁ କୋଟି କୋଟି ସୁନ୍ଦର ସଂସାରକୁ ପ୍ରଥମେ ମହାକାଶ ଅବଲୋକନ କରିଥିଲେ। ତାପରେ ଦେଖିବା ଦେଖନ୍ତୁ ହିମାଳୟ ପରି ସମୁରଗିରି ଶ୍ରେଣୀର ଉତ୍ଥାନ ଓ କଣ ନଦ ନଦୀର ଉଦ୍ଭବକୁ ପ୍ରଥମେ କିଏ ଦେଖିଛି ନା ଦେଖ ସୃଷ୍ଟିର ପ୍ରାକୃତିକ ସଂଗ୍ରାମ ବିଭୀଷିକା ତା ସହିତ ସମୁଚ୍ଚ ହିମାଳୟ ଏବଂ ନଦ ନଦୀକୁ ଆକାଶ ପ୍ରଥମ ଥର ପାଇଁ ଅବଲୋକନ କରିଛି ହେଲା। ତାପରେ ଦେଖିବା ଆକାଶ ପୃଥିବୀରେ ସୃଷ୍ଟି ହୋଇଥିବା କେଉଁ ଜୀବର ଜନ୍ମ ରହସ୍ୟ ଦେଖିଅଛି ନା ଦେଖନ୍ତୁ ପୃଥିବୀରେ ପ୍ରଥମ ମଣିଷ କେବେ ଜନ୍ମ ଗ୍ରହଣ କଲା ସେ ବିଷୟରେ କେବଳ ଆକାଶ ଛଡା କେହି ବି କହିପାରିବେ ନାହିଁ। ତେଣୁ ବିଧାତା ସୃଷ୍ଟିରେ ହିଁ କଣ ଆକାଶ ହିଁ ସର୍ବଦର୍ଶୀ। ତାପରେ ଦେଖିବା 15 ନମ୍ବର ହେଲା ଆକାଶ କେଉଁ ଗୁଡ଼ିକୁ ଗମ୍ଭୀର ଭାବରେ ପର୍ଯ୍ୟବେକ୍ଷଣ କରିଛି କେଉଁ ଗୁଡ଼ିକ କିରେ ନା ଦେଖନ୍ତୁ ଜଗତରେ ଦୁର୍ବଳ ଉପରେ ହେଉଥିବା ସବରର ଅତ୍ୟାଚାର ଯାତନା ଓ ନିର୍ଯାତନା ଏବଂ କଠୋର ନିର୍ମମ ପ୍ରତାରଣା ସବୁକୁ ଆକାଶ ଗମ୍ଭୀର ଭାବରେ ପର୍ଯ୍ୟବେକ୍ଷଣ କରିଛନ୍ତି। ଦେନ୍ ତାପରେ ଦେଖ ନା ଆକାଶ କାହାର ନିତ୍ୟ ଲୀଳାର ଭାବଭୂମି ଭାବେ ପରିଚିତ ହୋଇଛି ନା ଜଗତରେ କବିତା ସୁନ୍ଦରୀଙ୍କର ନିତ୍ୟ ଲୀଳାଭୂମି ଭାବରେ ଆକାଶ ସୁପରିଚିତ। କବିତାରେ କଣ ସୌନ୍ଦର୍ଯ୍ୟ ପ୍ରକାଶ ପାଇଥାଏ ତା ସହିତ ଆକାଶ ବକ୍ଷରେ ଜାତ ହେଉଥିବା ସୌନ୍ଦର୍ଯ୍ୟ ଲୀଳା କବିତାରେ ଉପଜୀବ୍ୟ ହୋଇଥାଏ। ଦେନ୍ ଦେଖ କାହାର ସମାବେଶରେ ଆକାଶ ସୌନ୍ଦର୍ଯ୍ୟରେ ଉଦ୍ଭାସିତ ହୋଇଥାଏ କାହାର କିରେ ନା ନକ୍ଷତ୍ର ଏବଂ ଚନ୍ଦ୍ରର ସମାବେଶରେ ଆକାଶ ସୌନ୍ଦର୍ଯ୍ୟରେ ଉଦ୍ଭାସିତ ହୋଇଥାଏ। ଦେନ୍ ଦେଖିବା ତାପରେ 18 ନମ୍ବର କଣ ହେଲା କେତେବେଳେ ଧରାପୃଷ୍ଠ ଆନନ୍ଦରେ ଉଲ୍ଲସିତ ହୋଇ ଉଠେ ନା ଦେଖନ୍ତୁ ରାତ୍ରିର ଅନ୍ଧକାରକୁ ଦୂର କରି ଯେତେବେଳେ ଉଷାର ଆଗମନ ହୁଏ ଉଷାର ଆଗମନ ମାନେ କଣ ଯେତେବେଳେ ସକାଳ ହୁଏ ସେତେବେଳେ ଆଲୋକର ପ୍ଲାବନ ଘଟେ ମାନେ କଣ ସେତେବେଳେ ଆଲୋକ ଚାରିଆଡେ ଦେଖାଯାଏ ସୂର୍ଯ୍ୟ କିରଣ ଏବଂ ହସ ହସ ମୁଖରେ ଆଲୋକ ନନ୍ଦିନୀ ଉଷା ଯେତେବେଳେ କି ଭକ୍ତିପୂର୍ଣ୍ଣ ଅନ୍ତରରେ ଆକାଶର ପଦ ବନ୍ଦନା କରେ ସେତେବେଳେ ସମଗ୍ର ଧରାପୃଷ୍ଠ ଆନନ୍ଦରେ ଉଲ୍ଲସିତ ହୋଇ ଉଠେ।
ସନ୍ଧ୍ୟା ପରେ ଆକାଶକୁ କେଉଁମାନେ ମଣ୍ଡନ କରନ୍ତି? ଦେଖନ୍ତୁ ସୂର୍ଯ୍ୟୋଦୟ ପରେ ଧୀରେ ଧୀରେ ଚତୁର୍ଦିଗ ଅନ୍ଧକାର ପୁରିଯାଏ। ସନ୍ଧ୍ୟା ପରେ ଆକାଶକୁ ବକ୍ଷକୁ ତାରାମାନେ ମଣ୍ଡନ କରନ୍ତି। ତାପରେ ଦେଖିବା ଦେଖନ୍ତୁ ମନୁଷ୍ୟ ମନରେ କେତେବେଳେ କାହାକୁ ଦେଖି ଭୟାତୁର ଭାବ ସୃଷ୍ଟି ହୋଇଥାଏ ନା ଦେଖନ୍ତୁ ରାତ୍ରି ସମୟରେ ଆକାଶ ଏପରି ନୀରବତାର ମନ୍ତ୍ର ପ୍ରଚାର କରେ ଯେ ତାହାକୁ ଭୟାତୁର ମନରେ ସମଗ୍ର ବିଶ୍ୱ ଶୁଣିଥାଏ ଏବଂ ରାତ୍ରି ସମୟରେ ଆକାଶ ଏପରି ରୂପ ଧାରଣ କରିଥାଏ ଯେ ତାହାକୁ ଦେଖିଲେ ମନୁଷ୍ୟର ମନରେ ଭୟଜାତ ହୋଇଥାଏ। ତାପରେ ଦେଖିବା ହେଲା ତୁମର 21 ନମ୍ବର କଣ ଅଛି ଦେଖ ଆକାଶର କେଉଁ ରୂପକୁ କବି ଭୁବନ ମୋହନ ରୂପ ଭାବରେ ବର୍ଣ୍ଣନା କରିଛନ୍ତି? ଦେଖନ୍ତୁ ଆକାଶର ନୀଳ କଳେବର ଚନ୍ଦ୍ରିକା ବଳା ହୋଇ ଯେଉଁ ରୂପ ଧାରଣ କରିଥାଏ ତାହା ପ୍ରଶାନ୍ତ ପବିତ୍ର ଓ ଭୁବନ ମୋହନ ଅଟେ। ଆକାଶର ଏହି ମନୋହର ରୂପଶ୍ରୀ ଦେଖିଲେ କରୁଷିତ ମନ ମଧ୍ୟ ପବିତ୍ର ହୋଇଥାଏ। ଦେନ୍ 22 ନମ୍ବର କଣ ଅଛି ଦେଖିବା ଦେଖନ୍ତୁ ଧରଣୀ ନାରୀର ହସକୁ କାହାର ହସ ସହିତ ସମାନ ବୋଲି କବି କହିଛନ୍ତି? ନା ଦେଖନ୍ତୁ ଗଭୀର ନିଶିଥରେ ଆକାଶରେ ମହାମୂର୍ତ୍ତିକୁ ସ୍ୱପ୍ନରେ ଦେଖି ମହାନନ୍ଦରେ ବିଭୋର ହୋଇ ନୀରବରେ ହାସ ପ୍ରକାଶ କରିଥାଏ ଏବଂ ଧରଣୀ ନାରୀର ଏହି କଣ ଆନନ୍ଦ ଛାସ ହାସକୁ ସୁପ୍ତ ଶିଶୁର ସ୍ୱର୍ଗୀୟ ସ୍ୱପ୍ନ ଦର୍ଶନ ଜନିତ ଆନନ୍ଦ ଛାସ ସହିତ ସମାନ ବୋଲି କହିଛନ୍ତି। ଦେଖିବା କବି କାହାକୁ ମଣିଷର ଶିକ୍ଷାଦାତା ଭାବରେ ଚିତ୍ରିତ କରିଛନ୍ତି? ନା ମଣିଷର ଶିକ୍ଷାଦାତା ଭାବରେ କବି ଆକାଶକୁ ଚିତ୍ରିତ କରିଛନ୍ତି। କାହାକୁ? ନା ଆକାଶକୁ। ବୁଝିହେଲା। ଦେନ୍ ଆମେ ତାପର କ୍ୱେଶ୍ଚନ ଦେଖିବା ହେଲା ସରି ତାପର ମାନେ ତାପର କବିତାକୁ ଯିବା। ତାପରେ ପିଲାମାନେ ଯୋଉ ତୁମର ମୌସୁମୀ କବିତାଟି ରହିଛି କାହାର? ନା ରାଧାମୋହନ ଗଡ଼ନାୟକଙ୍କର। ତ ସେଇଠୁ ଆମେ ସର୍ଟ କ୍ୱେଶ୍ଚନ ଗୁଡ଼ିକ ଆଲୋଚନା କରିବା। ଦେଖନ୍ତୁ ରାଧାମୋହନ ଗଡ଼ନାୟକଙ୍କର କେଉଁ କବିତା ସଂକଳନର ମୌସୁମୀ କବିତାଟି ସଂଗଠିତ ହୋଇଛି? ନା ଦେଖନ୍ତୁ ଛନ୍ଦ କବି ରାଧାମୋହନ ଗଡ଼ନାୟକଙ୍କର କବିତା ସଂକଳନ ମୌସୁମୀରୁ ମୌସୁମୀ କବିତାଟି ଉଦ୍ଧୃତ ହୋଇଛି ହେଲା। ଦେନ୍ ସଂକଳନର ପ୍ରଥମ କବିତା ହେଉଛି ମୌସୁମୀ। ତାପରେ ଦେଖିବା କଣ ଅଛି ହେଲା ବର୍ଷା ପୂର୍ବରୁ କଣ ତୁମର ଧରାଧାମରେ କିଏ ପ୍ରବେଶ କରେ? ନା ଦେଖନ୍ତୁ ବର୍ଷା ପୂର୍ବରୁ ପ୍ରବାହିତ ହୁଏ କିଏ? ମୌସୁମୀ ବାୟୁ। ମୌସୁମୀ ଦ୍ୱାରା ବର୍ଷା ହୁଏ କିନ୍ତୁ କବି କଣ ମୌସୁମୀ ଠାରେ ବ୍ୟକ୍ତିତ୍ୱର ଆରୋପଣ କରିଛନ୍ତି ମାନେ ତାକୁ ଗୋଟେ ବ୍ୟକ୍ତିତ୍ୱ ଭାବରେ ଦର୍ଶାଇଛନ୍ତି ହେଲା। ତାପରେ ଦେଖିବା ଦେଖନ୍ତୁ ମୌସୁମୀର ପ୍ରବାହରେ ପ୍ରକୃତି କିପରି ଦେଖାଯାଏ? ନା ଦେଖ ନା ଦକ୍ଷିଣ ପଶ୍ଚିମ କୋଣରୁ ମୌସୁମୀ ଶକ୍ତିମାନ ତରଙ୍ଗ ଭଳି ଚଳଚଞ୍ଚଳ ହୋଇଥାଏ। ମୌସୁମୀର ପ୍ରବାହରେ ସାରା ଆକାଶରେ ଖେଳି ଯାଇଥାଏ କଳା ବାଦଲ ରୂପକ ପ୍ରାକୃତିକ ଶୋଭା ଭଣ୍ଡାର। ତାପରେ ଦେଖ କଣ ଅଛି ନା ଭୟଙ୍କର ରାକ୍ଷସର ଅଟ୍ଟହାସ୍ୟ ଭଳି କବି କାହାକୁ ବର୍ଣ୍ଣନା କରିଛନ୍ତି? ନା ଦେଖନ୍ତୁ ମୌସୁମୀ ପ୍ରକୃତିର ଉପାଦାନ ନୁହେଁ, ଏହା କଣ ଆଲୁଡ଼ିତ କେଶ ଓ ବିଲୁଡ଼ିତ ଦୈତ୍ୟ ବେଶ ଭଳି ମାଡ଼ି ଆସିଥାଏ। ରାକ୍ଷସର ଅଟ୍ଟହାସ୍ୟ ଭଳି ବ୍ରଜର ନିର୍ଘୋଷ ଏବଂ ବିଦ୍ୟୁତର ଦୌତନାରେ ପ୍ରକମ୍ପିତ ହୋଇଥାଏ। ତାପରେ ଦେଖିବା ମୌସୁମୀ ପ୍ରକୃତିକୁ କଣ ଶୁଣାଇଥାଏ? ନା ଦେଖନ୍ତୁ ଶିବଙ୍କର ନାମ ରୁଦ୍ର ଭୟଙ୍କର ଏବଂ ମଳୟମୟ। ତେଣୁ ମୌସୁମୀ ଭୟ ନ କରିବାକୁ ମର୍ତ୍ତବାସୀଙ୍କୁ ପ୍ରୋତ୍ସାହନ କରିଛନ୍ତି କାରଣ ସେ ହେଉଛନ୍ତି କିଏ? ମଙ୍ଗଳକାରୀ। ନୀଳସାଗରର ଉତ୍ତାର ତରଙ୍ଗରେ କିଏ ଦୋଳାୟମାନ? ଦେଖନ୍ତୁ ମୌସୁମୀ ପ୍ରେମିକ ନୀଳସାଗରର ଉତ୍ତାର ତରଙ୍ଗରେ ସେ ଥିଲା ଦୋଳାୟମାନ। ଲହଡ଼ି ମାରା ତାର ସଖୀ ମୌସୁମୀର ଅଷ୍ଟକୁ ସେ ଚୁମ୍ବନ କରୁଥିଲା। ତାପରେ ଦେଖନ୍ତୁ 7 ନମ୍ବର କଣ ହେଲା ଦେଖନ୍ତୁ ଉର୍ମି ପ୍ରେୟସୀର ମଧୁର ହସ କିଏ? ନା ଦେଖ ସାଗର ଉର୍ମିର ଫେଣ ଉର୍ମି ପ୍ରେୟସୀର ମଧୁର ହସ। ତ ଦେଖିବା ଆକାଶକୁ କେଉଁ ଦୃଷ୍ଟିରେ ଧରିତ୍ରୀ ଚାହିଁଥାଏ? ନା ଆକାଶକୁ ଶୂନ୍ୟ ଦୃଷ୍ଟିରେ ଧରିତ୍ରୀ ଆକାଶକୁ କଣ ଧରିତ୍ରୀ ଚାହିଁଥିଲା। ତ ଦେଖିବା ମୌସୁମୀ ତୀବ୍ର ବେଗରେ କାହାକୁ ବହି ଆଣେ? ନା ମୌସୁମୀ ବ୍ୟଗ୍ର ଗତିରେ ଆସେ ଏବଂ ସାଙ୍ଗରେ ବହି ଆଣେ ସାଗର ବକ୍ଷର ବାରି ରାଶି ଗ୍ରୀଷ୍ମ ସନ୍ତାପିତ ପ୍ରାଣକୁ ତୃପ୍ତି ପ୍ରଦାନ କରିଥାଏ। ତ ପିଲାମାନେ ସେଟା ତମର ସରିଗଲା ତମର ଲାଷ୍ଟ ଯୋଉ କବିତାଟି ଅଛି କଣ ଡିମିରି ଫୁଲ ହେଲା। ତ କିଏ ଲେଖିଛନ୍ତି? ଗାଳ୍ପ କରୁଛନ୍ତି ଅଖିଳ ମୋହନ ପଟ୍ଟନାୟକ। ତ ତାଙ୍କର ସବୁ ସେଇଠୁ ଆମେ କିଛି ସର୍ଟ କ୍ୱେଶ୍ଚନ ଗୁଡାକ ଆଲୋଚନା କରିବା ହେଲା। ଚାଲ ଏଟା ଲାଷ୍ଟ ତାପରେ ଭିଡିଓଟା ସରିଯିବ ହେଲା। ଦେଖନ୍ତୁ ଡିମିରି ଫୁଲ ଗଳ୍ପର ଗାଳ୍ପିକ କିଏ ଓ ତାଙ୍କ ଦ୍ୱାରା ରଚିତ ଦୁଇଟି ଗଳ୍ପ ସଂକଳନର ନାମ ଲେଖ। ଦେଖନ୍ତୁ ଖ୍ୟାତନାମା ଗାଳ୍ପିକ ଅଖିଳ ମୋହନ ପଟ୍ଟନାୟକ ଡିମିରି ଫୁଲ ଗଳ୍ପର ଗାଳ୍ପିକ ଭାବରେ ସୁପରିଚିତ। ତାଙ୍କର ଦ୍ୱାରା ରଚିତ ଗଳ୍ପ ସଂକଳନ ଦୁଇଟି ହେଉଛି ଗୋଟେ ହଉଛି ଝଡ଼ର ଇଗଲ ଧରଣୀର କୃଷ୍ଣସାର ଏବଂ କଣ ନଦୀର ନାମ ହେଉଛି ଗଣତନ୍ତ୍ର ହେଲା। ତାପରେ ଦେଖିବା 2 ନମ୍ବର କଣ ଅଛି ଡିମିରି ଫୁଲ ଗଳ୍ପରେ ଗାଳ୍ପିକ କେଉଁ କଥା ଉଲ୍ଲେଖ କରିଛନ୍ତି? ଏଥିରେ ମୁଖ୍ୟ ଚରିତ୍ର କିଏ? ନା ଦେଖନ୍ତୁ ସ୍ୱର୍ଗତ ଅଖିଳ ମୋହନ ପଟ୍ଟନାୟକ ଡିମିରି ଫୁଲ ଗଳ୍ପରେ ସହାୟକ ଭଙ୍ଗା ମନ ଥିବା ଅସହାୟ ମଣିଷର ସେହି ସମ୍ବେଦନତାକୁ ଅତି କରୁଣ ଭାବରେ ରୂପ ଦେଇଛନ୍ତି। ମୁଖ୍ୟ ଚରିତ୍ରର ନାମ ହେଉଛି ଯେ ନିଜେ ଗାଳ୍ପିକ ଅଶୋକ। ତାପରେ ଦେଖିବା 3 ନମ୍ବର କଣ ହେଲା ଦେଖନ୍ତୁ ଅଶୋକ କେଉଁ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ର ଏବଂ ସେ କେଉଁଠାକୁ ପୂଜା ଛୁଟିରେ ବୁଲି ଯାଇଥିଲେ? ନା ଦେଖନ୍ତୁ ଅଶୋକ ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ର ଥିଲେ। ସେ
ପୂଜା ଛୁଟିରେ ଗୌହାଟୀ ଭ୍ରମଣରେ ଯାଇଥିଲେ। ତାପରେ ଦେଖିବା ଲେଖକ କାହିଁକି କଣ ହୋଟେଲ ଟିଭ୍ୟୁରେ ଅବସ୍ଥାନ କରୁଥିଲେ ନା ଦେଖନ୍ତୁ ଗଳ୍ପନାୟକ ଅଶୋକ ପୂଜା ଛୁଟିରେ ଗୌହାଟୀ ବୁଲିଯିବା ଅବକାଶରେ ହୋଟେଲ ଟିଭ୍ୟୁରେ ଅବସ୍ଥାନ କରୁଥିଲେ। ତାପରେ ଦେଖିବା ସହରର ଏହି ଆଭିଜାତ୍ୟ ସମ୍ପନ୍ନ ହୋଟେଲକୁ ଆସିବା ବାଟରେ ବର୍ଷା ହେତୁ ରାସ୍ତା କଡ଼ରେ ଥିବା ଗୋଟିଏ ଘରେ ବିଶ୍ରାମ ମଧ୍ୟ ନେଇଥିଲେ। ତାପରେ ଦେଖିବା 5 ନମ୍ବର କଣ ଅଛି ହେଲା ଦେଖ କେଉଁ ସାଜସଜ୍ଜାରୁ ଅଟକିଥିବା ଘର ଏକ ସମ୍ଭ୍ରାନ୍ତ ପରିବାରର ବୋଲି ଆଭାସ ମିଳିଥିଲା ନା ଦେଖନ୍ତୁ ଘରଟିର ବାହ୍ୟ ଦୃଶ୍ୟ ବେଶ ଲୋଭନୀୟ ତଥା ଚିତ୍ତାକର୍ଷକ ଥିଲା। ମସୃଣ ମୋଜାଇକ ଯୁକ୍ତ ଘରର ଚଟାଣ ତା ସହିତ ଦେଖନ୍ତୁ ଦକ୍ଷିଣ ପରେ ସିମେଣ୍ଟ ବାଲି ଉପରେ ରାଧା ତମାର ଇଟା ସୋର ପରି କଣ ତୁମର ପର୍ସିଲିନ କୁଣ୍ଡରେ କେତେକ ଦୁଷ୍ପ୍ରାପ୍ୟ କାକ୍ଟସର ସାଜସଜ୍ଜାର ସମ୍ଭ୍ରାନ୍ତ ପରିବେଶର ସ୍ପଷ୍ଟ ସୂଚନା ମିଳିଥାଏ। ତାପରେ ଦେଖିବା କେଉଁଭଳି ରଙ୍ଗର ଗାଡ଼ିଟି ପଟ୍ଟିଗତରେ ଲାଗିଥିବା ଏବଂ ସେଥିରୁ କାହାର ଏବଂ କେଉଁ ଶବ୍ଦ କଣ ଅଶୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା ନା ଦେଖନ୍ତୁ ଏକ ଦୀର୍ଘ କୃଷ୍ଣକାୟ ଗାଡ଼ିଟି ଅଶୋକ ଠିଆ ହୋଇଥିବା ବାରଣ୍ଡାକୁ ଲାଗି କଣ ପଟ୍ଟିକରେ ଲାଗିଥିଲା ଏବଂ ଗାଡ଼ି ଭିତରେ ଉତ୍କଣ୍ଠିତ ନାରୀର ଶବ୍ଦ କଣ ଆରେ ସଞ୍ଜୟ କହି ପୌଢ଼ା ଭଦ୍ର ମହିଳା ତାଙ୍କୁ ଉଷ୍ଣ ଅକ୍ଳେଶରେ ଘର ଭିତରକୁ ନେଇଯାଇଥିଲେ। ତାପରେ ଦେଖିବା ହେଲା 7 ନମ୍ବର କଣ ଅଛି ଦେଖନ୍ତୁ ଅପରିଚିତ ଭଦ୍ର ମହିଳାଟି ଅଶୋକଙ୍କର ପୂଜାରୀ ମାଧ୍ୟମରେ କଣ ଦେବାକୁ ବରାଦ କରିଛନ୍ତି ନା ଦେଖନ୍ତୁ ତୁମର ପୌଢ଼ା ଭଦ୍ର ମହିଳା ଅଶୋକଙ୍କୁ ସଞ୍ଜୟ ଭାବରେ ସମ୍ବୋଧନ କରିଛନ୍ତି ଏବଂ ଲେଖକଙ୍କର ସେହି ଭଦ୍ର ମହିଳା ସହିତ ପୂର୍ବରୁ କୌଣସି ପରିଚୟ ନଥିଲା ଏବଂ ସେହି ଭଦ୍ର ମହିଳା ଅଶୋକଙ୍କୁ ସଞ୍ଜୟ ଭାବି ପୂଜାରୀଙ୍କୁ ଚା ବଦଳରେ ଯୋଉଠି ଅଭ୍ୟାସ ଥିବା ସଞ୍ଜୟଙ୍କ ପାଇଁ କଫି ବରାଦ କରିଛନ୍ତି। ତାପରେ ଦେଖିବା ପୌଢ଼ା ଭଦ୍ର ମହିଳାଙ୍କର ଝିଅର ନାମ କଣ ଥିଲା କି ମଞ୍ଜୁ ଥିଲା ହେଲା। ତାପରେ ଦେଖିବା ତାପରେ ଦେଖ ପିଲାମାନେ କଣ ଅଛି ନା ତୁମର ସଞ୍ଜୟ ଭାବି ଅଶୋକଙ୍କୁ ଭଦ୍ର ମହିଳା ଝିଅ ବିଷୟରେ କି ବକ୍ତବ୍ୟ ରଖିଥିଲେ ନା ଦେଖନ୍ତୁ ଝିଅ ମଞ୍ଜୁ ବାହାରେ ରହି ସେ କଣ ମାନେ ରିସର୍ଚ୍ଚ କରନ୍ତି ଏବଂ ଘର କଥା ତାର ମୋଟେ ବି ମନେ ପଡୁନାହିଁ। ଛୁଟିରେ ଆସିବା ପାଇଁ ବାପା ପ୍ଲେନ ଟିକେଟ ପଠାଇଥିଲେ ମଧ୍ୟ ନ ଆସିବା ହେତୁ ବିଷାଦିତ କଥା ସମ୍ପର୍କରେ ବକ୍ତବ୍ୟ ଦେଇଛନ୍ତି। ଭଦ୍ର ମହିଳା ଜଣକ କାହାକୁ ନିଜର ଗାଡ଼ିରେ ଟିଭ୍ୟୁ ହୋଟେଲ 24 ନମ୍ବର ରୁମକୁ ଛାଡ଼ିବାର ବ୍ୟବସ୍ଥା କରିଥିଲେ ନା ଦେଖନ୍ତୁ ବର୍ଷା କମିଯିବାରୁ ଗାଳ୍ପିକ ଏହିପରି ଗୁମସୁମ ପରିବେଶରେ ମୁକ୍ତି ଚାହିଁଛନ୍ତି। ଯିବାକୁ ଉଦ୍ୟତ ହେଲା ପରେ ଭଦ୍ର ମହିଳା ନିଜର ସଫାର ଗାଡ଼ିରେ ହୋଟେଲରେ ଛାଡ଼ିଛନ୍ତି। ତାପରେ ଦେଖିବା ମାନେ ସଫାର ଗାଡ଼ି ମାନେ କଣ ଧଳା କଲର କାଟା ହେଲା। ତାପରେ ଦେଖିବା କେତେବେଳେ ଲେଖକ ନିଜକୁ ଭଦ୍ରଲୋକ ପାଖରେ କ୍ଷମା ମାଗିଛନ୍ତି ନା ଗାଳ୍ପିକ ବର୍ଷା ଯୋଗୁଁ ଗତ ରାତ୍ରିରେ ଭଦ୍ର ମହିଳାଙ୍କର ଘର ବାରଣ୍ଡାରେ ଅଟକି ଯାଇଥିଲେ ଏବଂ ସେ ଯେ ସଞ୍ଜୟ ନୁହନ୍ତି ଲେଖକ ଅଶୋକ ହେଲା ଏକଥା ସେ ଗତ ରାତ୍ରିରେ କୌଣସି ପ୍ରକାର ଭଦ୍ର ମହିଳାକୁ କହିପାରୁ ନଥିବାରୁ ଆପଣଙ୍କ ଭୁଲ ପାଇଁ ସେ କ୍ଷମା ମାଗି ନେଇଥିଲେ। ତାପରେ ଦେଖିବା ଭଦ୍ର ମହିଳାଙ୍କର ଏକମାତ୍ର କନ୍ୟା କିଏ ନା ମଞ୍ଜୁଶ୍ରୀ ସେ କାହାର ବିବାହ ସ୍ଥିର ହୋଇଥିଲା ଭଦ୍ର ମହିଳାଙ୍କର ଏକମାତ୍ର କନ୍ୟା ମଞ୍ଜୁଶ୍ରୀ ସହିତ ସଞ୍ଜୟର ବିବାହ ସ୍ଥିର ହୋଇସାରିଥିଲା କିନ୍ତୁ ତାହା ସମ୍ଭବ ହୋଇପାରି ନଥିଲା। ଭଦ୍ର ବ୍ୟକ୍ତିଟି ଅଶୋକଙ୍କୁ ସଞ୍ଜୟର ଭୂମିକା ନିର୍ବାହ କରିବା ପାଇଁ ଅନୁରୋଧ କରିଥିଲେ। ତାପରେ ଦେଖନ୍ତୁ ଦିସ୍ ଇଜ୍ ଫର ମଞ୍ଜୁ ମାଇଣ୍ଡ ଦି ଟ୍ରବଲ ଏକଥା କିଏ କାହାକୁ କହିଛନ୍ତି ଦେଖନ୍ତୁ ଏକଥା ପୌଢ଼ା ଭଦ୍ର ମହିଳା ଜଣକ ସଞ୍ଜୟ ଭାବି ଅଶୋକ ବା ଗାଳ୍ପିକଙ୍କୁ କଣ ଏୟାରପୋର୍ଟରେ ଭେଟି କହିଥିଲେ। ମଞ୍ଜୁଶ୍ରୀର କିପରି ମୃତ୍ୟୁ ଘଟିଥିଲା ନା ଦେଖନ୍ତୁ ମଞ୍ଜୁର ଠିକଣା ଅଜଣା ବୋଲି ଅଶୋକଙ୍କର ନିକଟରେ ଭଦ୍ର ମହିଳାଟି କହିଥିଲେ କାରଣ ଥାର୍ଡ ଇୟର ପଢୁଥିବା ବେଳେ ଟ୍ରେନ ଆକ୍ସିଡେଣ୍ଟରେ ତାର ମୃତ୍ୟୁ ହୋଇଥିଲା। ତା ପୂର୍ବରୁ ତାର ସ୍ତ୍ରୀ ମୁଣ୍ଡ ଖରାପ ହୋଇଯାଇଥିଲା ତେଣୁ ଅଧିକ ଦୁଃଖରୁ ମୁକ୍ତି ପାଇଁ କଣ ବାହାନା ଦ୍ୱାରା ତାଙ୍କୁ ମୃତ୍ୟୁ ଖବର ଦିଆଯାଇ ନାହିଁ। ତ ପିଲାମାନେ ଆଜିର ଭିଡ଼ିଓଟି ଏଇଠି ରଖୁଛି। ମୁଁ ଆଶା କରୁଛି ଯେ ଆଜିର ଭିଡ଼ିଓ ଦେଖିବା ଦ୍ୱାରା ସମସ୍ତ ପିଲାମାନଙ୍କର ନିହାତି ଭାବରେ କିଛି ଉପକାର ହେଇଥିବ ହେଲା। ତ ଧନ୍ୟବାଦ। ଜୟ ଜଗନ୍ନାଥ।